ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ବାଜିରାଓ ଦ୍ୱିତୀୟ ମରାଠା ସାମ୍ରାଜ୍ୟର ଶେଷ ପେଶୱା ଥିଲେ। 1795ରୁ 1818 ପର୍ଯ୍ୟନ୍ତ ଶାସନ କରିଥିଲେ। ସେ ତାଙ୍କ ପିତା ରଘୁନାଥ ରାଓଙ୍କ ମୃତ୍ୟୁ ପରେ କ୍ଷମତାକୁ ଆସିଥିଲେ। ତାଙ୍କ ଶାସନ ସାମ୍ରାଜ୍ୟ ଦୁର୍ବଳ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏବଂ ଆଞ୍ଚଳିକ ମରାଠା ନେତାଙ୍କ ସହ ସଂଘର୍ଷ ଦ୍ୱାରା ଚିହ୍ନିତ ହୋଇଥିଲା। ତୃତୀୟ ଆଙ୍ଗ୍ଲୋ ମରାଠା ଯୁଦ୍ଧରେ ବାଜିରାଓଙ୍କ ପରାଜୟ ପରେ ମରାଠା ସଂଘ ସମାପ୍ତ ହୋଇଥିଲା। ତାଙ୍କୁ କାନପୁର ନିକଟ ବିଠୁରକୁ ନିର୍ବାସିତ କରାଯାଇଥିଲା। ରହୁଛି, ଦେଖା ହେବା କେବେ ଭିଡ଼ିଓରେ। ନମସ୍କାର।